ମୁଁ ବି ଦିନେ ପାର୍ଟିସିପେଣ୍ଟ ହେଇକି ଆସିଥିଲି, ପାର୍ଟିସିପେଟ କରିଥିଲି ଆଉ ତାପରେ ଏବେ ମେଣ୍ଟର ହେଇକି ଆସିଛି। ତ ମୋ ପାଇଁ ଏଇଟା ଗୋଟେ ବହୁତ ପ୍ରାଉଡ ମୋମେଣ୍ଟ। ଉଡିଯା ଆକାଶଟା ତୋର। ଝିଅମାନେ ସମସ୍ତେ ସବୁବେଳେ ଭାବନ୍ତି କି ଆମେ ରଜ କୁଇନ୍ ଯିବୁ, ଆକ୍ଟ୍ରେସ୍ ହବୁ, ହିରୋଇନ ହବୁ, ଆମ ଡ୍ରିମକୁ ଫୁଲଫିଲ କରିବୁ। କିନ୍ତୁ ଏଇଥର ଗୋଟେ ନୂଆ ଜିନିଷ ଅଛି, ଏଇଆ କି ସେମାନେ ତାଙ୍କ ଡ୍ରିମ୍ ଫୁଲଫିଲ କରିବା ସହିତ ସେମାନଙ୍କ ଫ୍ୟାମିଲିର କଣ ଡ୍ରିମ୍ ଅଛି। ମାନେ ଧର ମୁଁ ଆକ୍ଟ୍ରେସ୍ ହେଇଛି, ତ ତା ପଛରେ ମୋ ବାବା ମାଙ୍କର ବି ସପୋର୍ଟ ରହିଛି। ତ ସେମିତି ଯୋଉ ଯୋଉ ଝିଅ ମାନେ ଆମର ଏଠିକି ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଆସୁଛନ୍ତି, ସେମାନେ ତାଙ୍କ ଫ୍ୟାମିଲିର ଡ୍ରିମକୁ ବି କେମିତି ଫୁଲଫିଲ କରିବେ, ସେଇଟା ହଉଛି ଏଥରକର ଥିମ୍। ସମସ୍ତଙ୍କୁ ମୋ ତରଫରୁ ନମସ୍କାର। ମୁଁ ଭାବୁଛି ମତେ ଆଉ ମୋ ପରିଚୟ ଦେବାକୁ ପଡିବନି। ସମସ୍ତଙ୍କର ସୁନା ଝିଅ। ରଜ କୁଇନ୍ 2026 14 ବର୍ଷର ଗୋଟେ ସବୁଠୁ ବଡ ରିଆଲିଟି ଶୋ। 14 ଇୟର୍ସ ହେଇଯିବ, ଯୋଉଥିରେ କି ମୁଁ ବି ଦିନେ ପାର୍ଟିସିପେଣ୍ଟ ହେଇକି ଆସିଥିଲି, ପାର୍ଟିସିପେଟ କରିଥିଲି ଆଉ ତାପରେ ଏବେ ମେଣ୍ଟର ହେଇକି ଆସିଛି। ତ ମୋ ପାଇଁ ଏଇଟା ଗୋଟେ ବହୁତ ପ୍ରାଉଡ ମୋମେଣ୍ଟ। ନେକ୍ସଟ କଥା ହଉଛି ଏଇଥର ଯୋଉ ଥିମ୍ ଅଛି ଆମ ରଜ କୁଇନ୍ ର, ଉଡିଯା ଆକାଶଟା ତୋର। ଝିଅମାନେ ସମସ୍ତେ ସବୁବେଳେ ଭାବନ୍ତି କି ଆମେ ରଜ କୁଇନ୍ ଯିବୁ, ଆକ୍ଟ୍ରେସ୍ ହବୁ, ହିରୋଇନ ହବୁ, ଆମ ଡ୍ରିମକୁ ଫୁଲଫିଲ କରିବୁ। କିନ୍ତୁ ଏଇଥର ଗୋଟେ ନୂଆ ଜିନିଷ ଅଛି, ଏଇଆ କି ସେମାନେ ତାଙ୍କ ଡ୍ରିମ୍ ଫୁଲଫିଲ କରିବା ସହିତ ସେମାନଙ୍କ ଫ୍ୟାମିଲିର କଣ ଡ୍ରିମ୍ ଅଛି। ମାନେ ଧର ମୁଁ ଆକ୍ଟ୍ରେସ୍ ହେଇଛି, ତ ତା ପଛରେ ମୋ ବାବା ମାଙ୍କର ବି ସପୋର୍ଟ ରହିଛି। ତ ସେମିତି ଯୋଉ ଯୋଉ ଝିଅ ମାନେ ଆମର ଏଠିକି ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଆସୁଛନ୍ତି, ସେମାନେ ତାଙ୍କ ଫ୍ୟାମିଲିର ଡ୍ରିମକୁ ବି କେମିତି ଫୁଲଫିଲ କରିବେ, ସେଇଟା ହଉଛି ଏଥରକର ଥିମ୍। ଆଉ ଆମେ ସମସ୍ତେ ମାନେ ପୁରା ଜି ସାର୍ଥକ ପରିବାର, ଆମେ ସମସ୍ତେ ମେଣ୍ଟର ହେଇକି ଅଛୁ, ପିଲାମାନଙ୍କ ପାଖରେ ସବୁବେଳେ ରହିବୁ। ଆଉ ସେକେଣ୍ଡ କଥା ହଉଛି ଏପ୍ରିଲ 4 ତାରିଖରୁ ଷ୍ଟାର୍ଟ ହେଇଯିବ। ପିଲାମାନଙ୍କର ଅଡିସନ ତ ଏବେ ଷ୍ଟାର୍ଟ ହେଇଗଲାଣି। ବହୁତ ମାତ୍ରାରେ ଆସିଛନ୍ତି ଭଦ୍ରକରୁ। ଏପର୍ଯ୍ୟନ୍ତ ଯେତିକି ଅଡିସନ ନେଇଛି, ଭଦ୍ରକରୁ ଟିକେ ଅଧିକ ପିଲା ଆସିଛନ୍ତି। ତ ଏପ୍ରିଲ 4 ତାରିଖରୁ ରାତି 9:30ରେ ପ୍ରତି ଶନିବାର ରବିବାର ଦେଖିବାକୁ ବିଲକୁଲ ବି ଭୁଲିବେନି ରଜ କୁଇନ୍ 2026 ଉଡିଯା ଆକାଶଟା ତୋର। ସ୍କୋପ ଅବଭିୟସଲି କ୍ରିଏଟ ହଉଛି, କାହିଁକି ନା ପିଲାମାନଙ୍କୁ ବହୁତ ପିଲା ଅଛନ୍ତି ଯୋଉମାନଙ୍କୁ ଏତେ ଚାନ୍ସ ମିଳେନି। ମାନେ ଧର ବହୁତ ଥର ଯାଇକି ସେମାନେ କାହାର ଗୋଟେ ଆକ୍ଟିଂ କରିବାର ଇଚ୍ଛା ଥିବ, ସେମାନେ ଏଇଠିକି ଆସିକି ନିଜର ଟ୍ୟାଲେଣ୍ଟଟା ଦେଖେଇ ପାରିବେ। ଆକ୍ଟିଂ କରିବାର ହଉ କି କିଛି ବି ଟ୍ୟାଲେଣ୍ଟ, ଯଦି ଯାହା ପାଖରେ କିଛି ବି ଟ୍ୟାଲେଣ୍ଟ ଅଛି, ସେମାନେ ଆସିକି ରିଆଲିଟି ଶୋ ମାଧ୍ୟମରେ ତାଙ୍କର ଟ୍ୟାଲେଣ୍ଟଟାକୁ ଏଠି ଦେଖେଇ ପାରିବେ ସମସ୍ତଙ୍କ ସାମ୍ନାରେ। ଆପଣ ବି ଏଇ ଜାଗାରେ ଜଜ୍ କରିଥିଲେ, ଆଜି ଆପଣ ଜଜ୍ ଦେଇଥିଲେ, ଆଉ କାହାକୁ ଜଜ୍? ଏଇଟା ମୋ ପାଇଁ ବହୁତ ବଡ ପ୍ରାଉଡ ମୋମେଣ୍ଟ। ଆଉ ସେଥିପାଇଁ ତାର ପୁରା କ୍ରେଡିଟ ମୁଁ ଫାର୍ଷ୍ଟ ଦେବି ଜି ସାର୍ଥକକୁ, ମୋ ଫ୍ୟାମିଲିକୁ, ଆଉ ମୋର ସବୁ ଅଡିଏନ୍ସ ମାନଙ୍କୁ, ଯୋଉମାନେ ମତେ ଏତେ ସାରା ଭଲ ପାଇବା ଆଉ ବ୍ଲେସିଂସ ଦେଲେ ବୋଲି ମୁଁ ଆଜି ଏଇଠି ଆସିକି ପହଞ୍ଚିଛି। ଥ୍ୟାଙ୍କ ୟୁ।